କିନ୍ତୁ ମାଦ୍ରାସାରେ ଆତଙ୍କବାଦୀ ତିଆରି କରୁଛନ୍ତି ସେଟା ଭୁଲ କଥା। ଏଇ ଯେ ପାକିସ୍ତାନର ଗୋଟେ ଝଣ୍ଡା ପୋତିକି ଶୌଚାଳୟରେ ପାକିସ୍ତାନ ଜିନ୍ଦାବାଦ ହିନ୍ଦୁସ୍ତାନ ମୁର୍ଦାବାଦ ଏମିତି ଲେଖିବାର ସାଜିଶ କରାହେଇଥିଲା। ବର୍ତ୍ତମାନ କିଛି ପାକିସ୍ତାନର ପତାକା ରାସ୍ତାଘାଟରେ ଯେତେବେଳେ ଭାରତରେ ମରା ହଉଛି କିଛି ମୁସଲମାନ ଭଉଣୀ ମାନେ ଭାଇ ମାନେ ଯାଇ ତାକୁ ଉଠେଇ ଦଉଛନ୍ତି। ଏଇଟା ଦେଖନ୍ତୁ ପାକିସ୍ତାନ ଆମେ ଦିଟା ଦେଶରେ ଯୁଦ୍ଧ ସୃଷ୍ଟି କରୁଛନ୍ତି ଠିକ ଅଛି, ଯୁଦ୍ଧ ସୃଷ୍ଟି ହଉଛି ସେଟା ଆମେ ପର କିନ୍ତୁ ଗୋଟେ ପତାକା ଫ୍ଲାଗ କୁ ନ୍ୟାସନାଲ ଫ୍ଲାଗ କୁ ସମ୍ମାନ ଆମକୁ ସମ୍ମାନ କରିବା ଅଛି, ସେ ଆମକୁ ସମ୍ମାନ ପାକିସ୍ତାନରେ ଭାରତୀୟ ପତାକା ଉପରେ କୁକୁର ଲଗେଇକି ମୁତଉଛନ୍ତି, ନିଜେ ଠିଆ ହଉଛନ୍ତି, ଏଟା ଖରାପ ଜିନିଷ। ମୁଁ ସେଟା ଅବଶ୍ୟ ନିନ୍ଦନୀୟ। ଭାରତୀୟ ଯୁବକ ମାନେ ପାକିସ୍ତାନ ପତାକା ରାସ୍ତା ଉପରେ ଲଗେଇଦେଲେ ତାହେଲେ ମୁସଲମାନ ଭାଇ ଭଉଣୀ ମାନେ କାହିଁକି ଉଠେଇ ଦଉଛନ୍ତି? ସେଟା ଦେଖନ୍ତୁ ଆମେ ସମ୍ମାନ କରିବାର ଅଛି। ସେ ଯଦି ଆମକୁ ଦେଖନ୍ତୁ ଆପଣ ମତେ ଗୋଟେ ଜାବଡା ପକେଇଲେ, ମୁଁ ଯଦି ଆପଣଙ୍କୁ କୁଣ୍ଡେଇ ପକେଇବି ଆପଣ ମତେ କଣ ଭାବିବେ କୁହନ୍ତୁ? ତେବେ ଆପଣ ଦେଖନ୍ତୁ କେବେ ଭାରତ ତରଫରୁ ପାକିସ୍ତାନ ଉପରେ ବିନା ଦୋଷରେ ଆତଙ୍କବାଦୀ ପଠେଇକି ଆକ୍ରମଣ କରାହେଇଛି କି? ସେଟା ତ ଖରାପ କରାହେଇନି। ତ ପାକିସ୍ତାନ ଯଦି ସେମିତି କୁକାର୍ଯ୍ୟ କରୁଛି ତା ପତାକା ତଳେ ମାରିଲେ କଣ ଅସୁବିଧା କିଛି ନାହିଁ, କିନ୍ତୁ ଆମକୁ ନ୍ୟାସନାଲ ଫ୍ଲାଗ କୁ ପାକିସ୍ତାନର ନା ଆମର କୌଣସି ଦେଶରୁ, ମୁଁ ପାକିସ୍ତାନ କଥା କହୁନି, କୌଣସି ଦେଶ ହୁଏ ଯୋଉ କୌଣସି ଦେଶ ହୁଏ ତାଙ୍କୁ ନ୍ୟାସନାଲ ଫ୍ଲାଗ କୁ ଆମକୁ ସମ୍ମାନ କରିବାର ଅଛି। ସେ ପାକିସ୍ତାନ ହଉ ଆମେରିକା ହଉ ସେ ଲଣ୍ଡନ ହଉ ଯାହା ହଉ। ଦେଖନ୍ତୁ ଯେତେବେଳେ ଗୋଟେ ଦେଶ ତାର ଆତଙ୍କବାଦୀ ମାନଙ୍କୁ ପଠେଇକି ଆମ ଭାରତ ଉପରେ ଆକ୍ରମଣ କରୁଛି ତାକୁ ଆମେ ସମ୍ମାନ ଦେବା କଣ ଆବଶ୍ୟକ? ଆମେ ତାକୁ ସମ୍ମାନ ଦଉନି, ତାଙ୍କୁ ଫ୍ଲଗ କୁ ସମ୍ମାନ ଦଉଛି। ତାଙ୍କୁ ସମ୍ମାନ ଯୋଉ କାମ କରୁଛନ୍ତି ଯେ ଲୋକ ତାକୁ ଆମେ କେବେ ବି ସମ୍ମାନ ଦେବିନି। ତ ତାଙ୍କ ଫ୍ଲାଗ ଯେତେବେଳେ ରାସ୍ତାରେ ମରା ହଉଛି କଣ ପାଇଁ ଆମ ମୁସଲମାନ ଭାଇ ଭଉଣୀ ମାନେ ଉଠେଇ ଦଉଛନ୍ତି? କୋଉଠି ନା କୋଉଠି ପାକିସ୍ତାନ ପ୍ରତି ଗୋଟେ ଭଲ ପାଇବାର ନାଇଁ, ସେ ପାକିସ୍ତାନ ଲୋକକୁ ଭଲ ପାଏନି ଏମିତି ନାହିଁ, ନ୍ୟାସନାଲ ଫ୍ଲାଗ କୁ ତାଙ୍କୁ ସମ୍ମାନ କର। ଫ୍ଲାଗ ରେ କଣ ଅଛି? ଫ୍ଲାଗ ରେ କିଛି ନାହିଁ। ଫ୍ଲାଗ ଆମେ କାହିଁକି ଏତେ ସମ୍ବେଦନ ତାଙ୍କ ପ୍ରତି? ଏଟା ମୁଁ କହିବାକୁ ଚାହୁଁଛି ଯେମାନେ ଦୁଷ୍କର୍ମ କରୁଛନ୍ତି ସେମାନଙ୍କୁ କେବେ ବି କେହି ଜାତିର ହୁଏ କେହି ଲୋକ ହୁଏ ତାଙ୍କୁ ସମ୍ମାନ କରିବେନି। ଆମ ପ୍ରଶ୍ନର ଆପଣ ସାଟିସ୍ଫାଇ ହେଲା ଭଳି ଆନ୍ସର ଦେଇପାରିଲେନି। ଯଦି ସେ ଦେଶ ଆମ ଉପରେ ଆମ ଲୋକଙ୍କୁ କେତେ ମାରି ଦଉଛି, କେତେ ଜଣଙ୍କ ପତି ତାଙ୍କ ଛଡେଇ ନଉଛି, କେତେ ଜଣଙ୍କ ସିନ୍ଦୁର ଲିଭେଇ ଦଉଛି, କେତେ ଜଣ ପରିବାର ଉଜାଡି ଦଉଛି ଗୋଟେ ଦେଶ, ତାର ନ୍ୟାସନାଲ ଫ୍ଲାଗ କୁ ଆମ ଦେଶର ମୁସଲମାନ ଭାଇ ଭଉଣୀ ମାନେ କାହିଁକି ସମ୍ମାନ ଦଉଛନ୍ତି? ମୁଁ ଆପଣଙ୍କୁ ସେଇ କଥା ବୁଝିବାକୁ ଚାହୁଁଛି ଯେ ନ୍ୟାସନାଲ ଫ୍ଲାଗ ଆପଣଙ୍କୁ ଆପଣ ଖରାପ, ମୁଁ ଆପଣଙ୍କୁ ଖରାପ କହିବି, କିନ୍ତୁ ସେ ଫ୍ଲାଗ କିଛି କାମ ସେ ଆମକୁ ଖରାପ କିଛି କହିନି। ଗୋଟେ ଚିତ୍ର ତାଙ୍କର ଗୋଟେ ଚିତ୍ର କରିଦିଆଲା, ସେ ଚିତ୍ର ପ୍ରତି ଏତେ ସମ୍ମାନ କାହିଁକି? ଆଜି ଆପଣ ବୁଝିପାରୁଛନ୍ତି, ମୁଁ ଖରାପ ହେଲେ ମତେ ଖରାପ କୁହନ୍ତୁ। ଆଜ୍ଞା ଠିକ ଅଛି, ମତେ ଖରାପ କୁହନ୍ତୁ, ଯେମାନେ ଦୁଷ୍କର୍ମ କରୁଛନ୍ତି ସେମାନଙ୍କୁ ଖରାପ କୁହନ୍ତୁ, ତାଙ୍କ ଉପରେ ଆକ୍ସନ ନେବା ଦରକାର ଅଛି। ତ ଏବେ ଆପଣ କଣ କହୁଛନ୍ତି ଯୋଉ ପାକିସ୍ତାନର ଯୋଉ ପତାକା ରୋଡ ଉପରେ ମାରୁଛନ୍ତି ବା ଶୌଚାଳୟ ମାରୁଛନ୍ତି ସେଟା ମରାହବା ଉଚିତ ନୁହଁ? ସେଟା ତ ମୋ ହିସାବରେ ବାବୁ ଠିକ ନୁହଁ। କିନ୍ତୁ ଇସଲାମ କହୁଛି ଶାନ୍ତିର କଥା, ପିସ ର କଥା କହୁଛି। ସେତେବେଳେ ସେଇ ମୁସଲମାନ ଲୋକମାନେ ଯୋଉ ପାକିସ୍ତାନରୁ ଆସିକି ଏଠି ଏତେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛନ୍ତି ସେଟା କେତେ ଦୂର ଠିକ?